ଭାଇର ମୋର ବହୁତ ଦିନ ପରେ ଏଇ ହୋଟେଲ ଯୋଉଠି ଆମ ଖୁସିରେ କହିଦେଉଛି ବ୍ୟାଚଲର ଇଏ ରସକୁ ନେଇ ଧର କେତେବେଳେ ପହଞ୍ଚିବ ସେ କାଲି ସେଥିରେ ସବୁଠାରୁ ବେଷ୍ଟ ବସି ବେଲେ ଶୋଇବି ନା 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 ଭାଇ ରେଡି ତ ମୁଁ ଅଛି ଅବ୍ୟସ୍ତ ନା ଭାଇ ମୁଁ ଅଛି ସେଟା ରିପିଟ ହେଇଯାଇଥାନ୍ତା ରେଡି ସେଟା ରେଡି ହେଇଯାଇଥାନ୍ତା ଦେଖନ୍ତୁ ଏଡା ନାଟକ ଆମ ବିଶାଲ ଗେଟଅପଟା ବଢିଆ ହେଇଛି ପୁରା ଛୁଆ ବେଳେ ଯୋଉ ପିନ୍ଧନ୍ତି ଛୋଟ ଛୁଆ ନେଉଳ ନେଉଳ ହ୍ୟାଲୋ ଭାଇ ଜୟ ଜଗନ୍ନାଥ ଜୟ ମା ଶାରଳା ଜୟ ମା ତାରିଣୀ ବାପା ବୋଉଙ୍କ ଆଶୀର୍ବାଦ ଆଜି ଆମର ବସ୍ତା କ୍ୟାମ୍ପ ଫାଷ୍ଟ କ୍ୟାମ୍ପ ସରିଗଲା ବହୁତ ବାଧାବିଘ୍ନ ବର୍ଷା ବନ୍ୟା ପାଣି ସତ୍ତ୍ୱେ ବି ବହୁତ ବଢିଆ ଦର୍ଶକଙ୍କ ରେସ୍ପନ୍ସ ଭଲ ଆସିଲା ବହୁତ ବଢିଆ ହେଲା ନାଟକ ଆଜି ଆମେ ସେକେଣ୍ଡ କ୍ୟାମ୍ପ ଯାଉଛୁ ପାଗା ଆଜି ଗୋଟେ ବଢିଆ ବ୍ଲଗ ଆସିବ ଏଇଥିପାଇଁ କାରଣ ଭାଇର ମୋର ବହୁତ ଦିନ ପରେ ପ୍ରାୟ ବର୍ଷେ ଦେଢ଼ ବର୍ଷ ପରେ ମାନେ ଏକାଠି ଗୋଟେ ଗାଡ଼ି ଯିବୁ ଗୋଟେ ଲମ୍ବା ରାସ୍ତା କାରଣ ବସ୍ତାରୁ କଟକ ଯିବି ମୋ ଗାଡ଼ି ପଳେଇବ ଘରକୁ ଯେହେତୁ ରଶ୍ମି ଘରେ ଅଛି ଆଉ କେଉଁଝର ପଳେଇବ ତାକୁ ଗୁରୁବାରକେ ଆସିବନି ଆଜି ଆଉ ସେ କାଲି ପରେ ଯେତେବେଳେ ତା ଇଚ୍ଛା ହେବ ସେତେବେଳେ ଆସିବ ମୁଁ କଟକରେ ଯିବା ଆସିବା କରିଦେବି ପାଖରେ ଯେହେତୁ ପାଟି ପଡ଼ିବ ବଢ଼ିଆ ବ୍ଲଗ୍ଟେ କରିବା ବାଟରେ ଗଲାବେଳେ ବହୁତ ମଜାମସ୍ତି ହେବ ଭାଇ ମୁଁ ବିଶାଲ ମିଲୁ ଭାଇ ଆମେ ସବୁ ଯିବୁ ଆଉ ନିଶ୍ଚୟ ଆପଣଙ୍କୁ ବ୍ଲଗ୍ଟା ବଢ଼ିଆ ଲାଗିବ ମଜାମସ୍ତି ହେବ ବହୁତ ଦିନ ପରେ ଯେହେତୁ ସାଙ୍ଗରେ ଯାଉଛୁ ଗାଡ଼ିରେ ଗଲାବେଳେ ଆମେ ବହୁତ ମଜା କରୁ ଏମିତି ମଜା ଯେ ଆପଣ ଇମାଜିନ୍ କରିପାରିବେନି ଯେହେତୁ ମୁଁ ପ୍ରଥମେ ତୁଳସୀରେ ଯାଉଥିଲି ସେତେବେଳେ ମୁଁ କ'ଣ କରିବି ଯୋଉଠି ଯେ ମୋତେ ଡରେଇ ଦେବେ ମୁଁ ଧର ଗାଁକୁ ଆସିବି ପାଣି କହିଲେ ଓହ୍ଲେଇବି ମୋତେ ଡରେଇ ଦେବେ ଏଇ ଗାଡ଼ି ରଖିବୁନି ପାଣି କହିଲ ପଳେଇବୁ ମୁଁ ପୁରା ସେ ସବୁ ସହିତ ମୁଁ ଚେଇଁକି ବସିଥିବି କେତେବେଳେ ପାଣି କହିଲି ହବ ସେଇଭଳିଆ ମଜାମସ୍ତି ଆଜି ଆଉ ଧର ରଶ୍ମି ଦେଖା କରିବା ପାଇଁ ଯାଇଥିବି କଟକ ସେ ମୋତେ ମଙ୍ଗୁଳି ଛକ ରଖିବା କଥା ସେ ନେଇ ରଖିଦେବେ ଆଗକୁ ଜଗତପୁର ପାଖାପାଖି ଜାଣିକି ପୁଣି ତାକୁ ଫେରେଇକି ଆଣି ମୋତେ ଛାଡ଼ିବେ ମୁଁ ପୁରା ଚିଡ଼ିକି ନିଆଁ ହେଇଯାଏ ଜଗି ବସେ ସେଇଭଳିଆ ଆଜି ମଜାମସ୍ତି ଧୁମ୍ ହବ ବହୁତ ଦିନ ପରେ ଏକାଠିକି ସାଙ୍ଗରେ ଯିବୁ ଦେଖିବା ଆପଣ ନିଶ୍ଚୟ ଭଲ ଲାଗିବ ବ୍ଲଗ୍ଟା ଜୟ ଜଗନ୍ନାଥ ନାଟକ 320 ଦିନ 320 ଦିନରୁ ନାଟକରୁ ଏଇ ମହାନ ବ୍ୟକ୍ତି ଆଉ ନନା ବୋଧେ 150 ରାତି ମଧ୍ୟ ଦେଖିଦେବେ ସିଂହ ବାହିନୀ ଆମେ ଯୋଉ ପାଟରେ ରହିବୁ ସେ ସେ ନାଟ ବାବଦରେ ମିନିମମ୍ 5-7 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ବର୍ଷକୁ 5-7 ଲକ୍ଷ ହଁ ବା ଗୋଟେ ଥର ତମ କେଉଁଝର ସେ ବାଲେଶ୍ୱର ସେଠୁ ଭଦ୍ରକ ପାଗା କଟକ ଆଠଗଡ ସେ ଯୋଉ ତେଲ ଯାଉଛି ସେ ଯୋଉ ଖର୍ଚ୍ଚ ଢାବାର ଖାଇକି ଆଉ ଭଲ ଗୁଣ କିନ୍ତୁ ନିଶା ଦ୍ରବ୍ୟ ନାହିଁ ନନାରେ ଯେତିକି ଆସନ୍ତି ତାଙ୍କ ଭିତରେ କେହି ନିଶା ନାହାନ୍ତି ଯାତ୍ରାକୁ ଭଲ ପାଆନ୍ତି ଆସନ୍ତି ଆଜି ପୁଣି ଆସନ୍ତି ପୁରା ଘୋଗା ଆଉ କଣ ଚାଲିଛି ବବୁଲଟା ଆସୁଥିଲା ବିଚାର ଆମ ଭାଇ ହେରିକା ସାଙ୍ଗ ଯିବୁ ଘୋଗା ବ୍ଲକ ନାଟକ ରହିଥିଲେ ଜେଲ ସେଲ୍ ତ କଣ କହୁଛନ୍ତି କହିନି ଶୁଣ କିଏ କଣ କହିବ ଏଥିରୁ ଅଛି ଆମେ ନାଟକ କରିବା ଆଉ ଖାଲି 2-3ଟା କ୍ୟାମ୍ପ ଯାଉ ଆମେ ଆମ କହିନା ନାଟକ ଆମର ନୁହେଁ ସମସ୍ତ ନାଟକ ଭଲ ଯାତ୍ରା ଇଣ୍ଡଷ୍ଟ୍ରିର ଯେତେ ପାର୍ଟି ହେଇଛି ନୂଆ ପାର୍ଟି ବାହାରିଛି ମାୟାଶ୍ରୀ ବହୁତ ଭଲ ଚାଲିବା ଦରକାର ଖଣ୍ଡଗିରି ଆଉ କଣ କେଶରୀ ଶ୍ରୀଗଣେଶ ସୂର୍ଯ୍ୟବଂଶୀ କେତେ ମୁଁ ଛାଡ଼ି ଦେଇଛି ସେଦିନ କହିଲି ମନେ ରହିଲାନି ଏସବୁ ନୂଆ ପାର୍ଟି ଯାଇଛି ଭଲ ଚାଲିବା ଦରକାର ଯାତ୍ରା ଭଲ ହଉ ନାଟକ ଭଲ ହଉ କଳା ବଞ୍ଚୁ କଳାକାର ବଞ୍ଚନ୍ତୁ ଦର୍ଶକମାନେ ଉପଭୋଗ କରନ୍ତୁ ଆମ ଟୋକା ଆଉ ଜୟ ଜଗନ୍ନାଥ ଏଇ ହୋଟେଲ ଯୋଉଠି ଆମ ବବୁଲ ତା ବ୍ୟାକ୍ ସାଇଡରେ ଟିଭି ଭାଙ୍ଗି ଦେଇଥିଲା ରେକର୍ଡ ବହୁତ ତ ଯୁଆଡେ ରହିଲୁ ରେକର୍ଡ ଆଉ ହ୍ୟାଲୋ ଭାଇ ଜୟ ଜଗନ୍ନାଥ ବସନ୍ତ ଇଏ ହସ ବୋଧେ 1.5 ବର୍ଷ ପରେ ସୂର୍ଯ୍ୟ ମନ୍ଦିରରୁ ସିଂହ ବାହିନୀ 1 ବର୍ଷ ପଳେଇଲା ପୁଣି ନୂଆ ସିଜିନ ଆରମ୍ଭ ହେଲା 1.5 ବର୍ଷ ପରେ ଭାଇର ମୋର ଗୋଟେ ଗାଡିରେ ପୁଣି ଲମ୍ବା ବାଟ ଯାଉଛି କଟକ ମୁଁ ମୋ ଗାଡି ଚଲେଇ ଶିଖିଲି ନା ନେଇକି ଯାଉଛି ଏଇଟା ହଉଛି ପୁରୁଣା ପରିସ୍ଥିତି ଏ ତାର ଶୋଇଥିବ ତାର କାମ ହେଲା ଆସିବ ଶୋଇବ ଆଉ ମୋର ସବୁଠୁ ଦୁଃଖଦ ଘଟଣା ଅଛି ପ୍ରଥମ ଯେତେବେଳେ ଯାଉଥିଲି ଭାଇ ଯେତେ ଗାଡିରେ ମତେ ଯୋଉ ଠକେଇବେ ଆଗର ମଙ୍ଗୁଳି ରଖିବୁନି
ମୁଁ ଟୋଟାଲ ବସିବି। ଆଜି ବି ସେଇ ପରିସ୍ଥିତି ହବ। ଏଇଟା ଏମିତି ବିଶାଲ ଟିକେ ଏମିତି ଧର ମୁଁ କ୍ଷିତିଶ ଆକ୍ଟିଂ ଟା କରିବି। ଇଏ ହଉଛି କ୍ଷିତିଶ ଆଗ ସିଟ ରେ ବସିଥିବା ଅବସ୍ଥାରେ ବସିବି ମାନେ ଶୋଇବି। ନା 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 ଭାଇ ରେଡି ତ ମୁଁ ଅଛି ଅବ୍ୟସ୍ତ ନା ଭାଇ ମୁଁ ଅଛି ତା ଭିତରେ ସେ ଦିଥର ଝାଙ୍କି ଯିବଣି ଆଗରୁ ଗାଡିରେ ବସିବି ମାନେ ଶୋଇବି। ଆଗରୁ ଗାଡିରେ ବସିବି ମାନେ ଡ୍ରାଇଭର ସେଇଥିପାଇଁ ରହିଲା ଚଲା ଶିଖି ପାଇଲା ନାହିଁ। ଗାଡିରେ ବସିବି ମାନେ ଶୋଇବି। ଆଉ ମଙ୍ଗୁଳି ଯିବି ରଶ୍ମି ଦେଖା କରିବା ପାଇଁ, ମତେ ଯୋଉ ହଇରାଣ କରନ୍ତି ପାଗଳା ହେଇଯିବ। ଇଏ ଆଜି ବି ସେଇ ପରିସ୍ଥିତି ହବ, ଗାଡି ଲିଙ୍କ ରୋଡ ପାଖରେ ରହିବ। ସେ ଏଥର ଆଉ ଟେନସନ ନାହିଁ। ଆଜି ପଳେଇଲେ ଅସୁବିଧା ନାହିଁ ଆଜି ତ ରସ ଆସିବ। ମତେ ଟୋଟାଲ ନେଇ ଯଦି ପଳେଇବ କଟକ ବୁଲିବ ମୁଁ ଖୁସି। ମୁଁ ବସିଥିବି ଜଗିକି, ଇଏ ବିଶାଲ ହେରିକା କହିବେ ଶିଖୁନୁ ଭାଇ 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 ଏମିତି କହିବ। ଜମା ରଖିବନି ତାକୁ ନେଇକି ଜଗତପୁର ରଖିଦବ। ମୁଁ ଅନେଇକି ବସିଥିବି, ବାପୁ ନାହିଁ ରଖିବୁନୁ କେମିତି କହିବି। ବାପୁ ନାହିଁ ନ ରହିବ ତ ଅବସ୍ଥା ଢିଲା କରିଦେବି। ଦେଖ ଭାଇ ଜମା ସେମିତି ହବନି ଭାଇ, ଦେଖ ନା ଆଉ କାଲି ଆସିବିନି ଭାଇ, ଆଉ ଆଙ୍କ ସାଙ୍ଗରେ ଆସିବନି ଇଏ ଶୋଇଦେବେନି କିଛି କରେଇଦେବେ ବସରେ ପଳେଇ ଆସିବି। ଜାଞ୍ଜାଟରେ ଖାଇବା ନା ହଁ ରଞ୍ଜନ ଖାଇବା। କାଳିଆ ଭାଇ ଫୋନ କରିଦେବି। ହଁ ଆଉ କରିଦବା। ରଞ୍ଜନ ବଢିଆ ଟିଫିନ ମିଳେ। କାଳେ ଭାଇ ୱେ ଆର୍ କମିଂ। ହଁ ବସନ୍ତ ଏ ଆମ ବସନ୍ତ ନେଉଳି ନେଉଳି ଭଲ ପାଠ ପଢିଛି ଏଥର। ରେଡି ଆଉ ନାଚି ଗୋଟେ ଏମଆରଆଇ ମେସିନ ଭିତରେ ପଶିବାଟା ଆଉ ଫାଇନାଲ। ସେଇ ଯୋଉ ଡାଇଲଗ ଟା ରହିଯାଉଛି କୋଉଟା ତ କଣ କଣଟା ପଲ୍ସ ରେଟ୍ ଦେଖିକି ଡାକ୍ତର କହିଲା ଭାଇ ତ ହାତ ଧରିଛି ଧରି ପକଉ ସେଇଠୁ ଅଟିକି ଉରେ ବୋଲ ଆଉ ଆଉ ସେଇଠି ଗୋଟେ ନମ୍ବରଟା ହେଇଯାଉଛି, ମୁଁ ତାପରେ ତମ ସିଆଡେ ଏମିତି ହାଲକା ଏମିତି ଘୁଞ୍ଚି ଗଲେ ଏଇଟା ବନ୍ଦ କରିଦେଲ। ମୁଁ ଖାଇକି ହେଲା ଆଉ ଏଇଟା କଥା ପଲ୍ସ ରେଟ୍। ତ ମୁଁ ଏମିତି ଆଜି ତାକୁ କହିନି ମାନେ ଟେମ୍ପୋ କମା ଭଏସ ପଡିଯିବ। ଏଇ ବର୍ଷ ବିଶାଲର ସବୁଠୁ ଇଣ୍ଟରେଷ୍ଟିଂ ଡାଇଲଗ ଥିଲା ଭାଇ ଯୋଉ ଡାଇଲଗ ଟା ଥିଲା ଭାଇ ତୁ ବଡଲୋକ ହେଇଗଲି ବୋଲି ବଦଳି ଗଲୁ ନା। ସେ ଯୋଉ ଆସିକି କହିଲା ଭାଇ ତୁ ବଦଳି ଗଲୁ ବୋଲି ବଡଲୋକ ହେଇଗଲୁ ନା। ସେଇଟା ରିଅଲ ସେଲ୍। ବାସ୍ ବଦଳରେ ଫାଇନାଲି ଆମର ଆଜି ପ୍ରଥମ କ୍ୟାମ୍ପ ସରିଗଲା। ବନ୍ୟା ଭିତରେ ଆମେ ଯାତ୍ରା କଲୁ। ଏବେ ବର୍ଷା ଏତେ ବର୍ଷା ସତ୍ତ୍ୱେ ବନ୍ୟା ସତ୍ତ୍ୱେ ବହୁତ ବର୍ଷା ବି କୋଉ ଭାଇ ଛାଡିଛି, ବର୍ଷା ଛାଡି ରାତି ସାରା ହଉଥାଏ। କିନ୍ତୁ ଗୋଟେ ଭଲ ଲାଗିଲା। ବର୍ଷା ସତ୍ତ୍ୱେ ଦର୍ଶକ ମାନେ ଆସୁଥିଲେ, ନାଟକକୁ ଶେଷ ପର୍ଯ୍ୟନ୍ତ ଦେଖୁଥିଲେ। ପୁଣି ଏଠି କହେ ଶେଷ ପର୍ଯ୍ୟନ୍ତ ଦେଖିଲା ମାନେ କିଛି ଲୋକ କଣ କହିବେ କହିଲେ ବର୍ଷା ହଉଥିଲା ବୋଲି ବାହାରକୁ ଯାଇପାରୁନଥିଲେ। ଲୋକ କହିବେ ବର୍ଷା ହେଲା ବୋଲି ବାହାରକୁ ଯାଇପାରିଲେନି। ସେ କହିବେ ଆଜି ପାଗା ତ ଘାଣ୍ଟି ଦବା ସବୁ ମିଶି। ପାଗା ରେଡି ବର୍ଷା ତ ପ୍ରଥମରେ ଦେଇଥିଲା ଦ୍ୱିତୀୟରେ ତ ବର୍ଷା ହେଇନି। ନଥିଲା। କାଲି କଣ ଅଳ୍ପ ହେଇଛି। କାଲି ସେ ଯାହା ଗୋଟେ ଚାଲ କହିବେ ପାଗା ଚାଲ। ପାଗାରେ ଆମର ରେକର୍ଡ ଭଲ। ଆମେ ତ ଲଗାତାର 4 ବର୍ଷ ହେଲା ଯାଉଛୁ। ତୁଳସୀ ସୂର୍ଯ୍ୟ ମନ୍ଦିର ସିଂହ ବାହିନୀ ପୁଣି ସିଂହ ବାହିନୀ କ୍ଷିତିଶର ଦେହ ତାପରେ ବିଶାଲର ଖାଲି ହାତ ତାପରେ ମିଲୁର 3 ଥେକିଆ ପେଟ ଦେଖ ଆମେ ଭାଇ ପୁରା ରେଡି ପୁରା ଫ୍ୟାମିଲି ପ୍ୟାକ୍ ପକେଇକି ରଖୁ। ପୁରା ଘୋଗା ଆଉ ଦାଦାକୁ ଦେଖିଲେ ଆମ ବାତ୍ୟା ଗୋଟେ ଚାଲ ବାତ୍ୟା ଦ୍ୱାରା ବାହାଘର ହବ। ବାହାଘର ହେଲେ ଟୋଟାଲ ଗଡିବି। ଖୋଡି ଆସିବ। ଭାଇ ଡିସେମ୍ବର 31 ଆମର ଛୁଟି। ଆଜି ବାବୁ କହୁଥିଲେ ଡିସେମ୍ବର 31 ଛୁଟି ହବ। ଯାତ୍ରା 1 2 3 4 ଦିନ। ଆକ୍ଚୁଆଲି ଭାଇ 4 ଦିନ ଜମା। ହଁ ଭାଇ ମୁଁ ଯାହା ଦେଖୁଥିଲି ମୋ ରାଶିରେ ଯାହା ଥିଲା, ହଁ ମଉସା ଯାହା କହୁଥିଲା ସେଇଆ। ପଛପଟେ କ୍ୟାମେରା ହବନି। ଇଏ ହଉଛି ସେଇ ଏଇ ହୋଟେଲ ଯୋଉଠି ଆମ ବବୁଲ ତା ବ୍ୟାକ୍ ସାଇଡ୍ ରେ ଟିଭି ଭାଙ୍ଗି ଦେଇଥିଲା। ରେକର୍ଡ ବହୁତ। ଆଉ ତ ଯୁଆଡେ ରହିଲୁ ରେକର୍ଡ ଆଉ। ସେଇ ହୋଟେଲରେ ଟିଭି ଭଙ୍ଗା ହେଇଥିଲା। ସେଇ ହୋଟେଲରେ ତଟି କଣା ହେଇଥିଲା। କୁକୁ ଅଛି ଏଥିରେ ସାମିଲ। ଭଗବାନ ତା ନାଁ ଧରିବିନି ମତେ ସେ ମାରିବ। ଚଣ୍ଡାଳ କୁକାଇ ସବୁବେଳେ ଆମ ମତେ ଭୁଲ ବୁଝିଲା। ମତେ ସ୍ପେଶାଲି ଭୁଲ ବୁଝୁଛି। ଭାଇ ତ ବହୁତ ଭଲ ପାଏ କିନ୍ତୁ ସେ ବୁଝିପାରୁନି ମୋ କଥା। କୁକୁ ଭାଇ ଆଇ ମିସ୍ ୟୁ। ନାଉ ତୁ ଥିଲେ ଗାଡିରେ ଜାଗା ହେଇନଥାନ୍ତା ଫାଇନାଲ। ସିଏ ଯାଇଥାନ୍ତା ତମ ଭିତରୁ କିଏ ଗୋଟେ ଓହ୍ଲେଇଥାନ୍ତା। ନହେଲେ ମୁଁ 25 ସିଟ୍ କି ଯାଇଥାନ୍ତି। ଦରକାର ପଡିଲେ ମୁଁ ଓହ୍ଲେଇଥାନ୍ତି। ତୋର କଣ ତୋର 25 ସିଟ୍ ତ ଖୁସି ଆଉ ତୁ ଆଉ ମୋର 25 ଟା ପୁରା ରିଜର୍ଭ ତକିଆ ଭଲ ଅଛି। ଆମେ ଆସିଥିଲେ ଯୋଉ କୋଉଠି କହିଲୁ ଯୋଉ ପଡିଥିଲା 2 ମାସ ଭିତରେ ଆସିନଥିଲେ। ବୋଲବମ୍ ଆରମ୍ଭ ହେଇଗଲା ସେ ବନ୍ୟାରେ କେମିତି ଯାଉଥିଲୁ। ନେକ୍ସଟ ଇୟର ଢାଳିଲେଣି କିଛି ଲୋକ ଆମ ଗାଁ। ଏଇ ଆମେ ଯାଇଥିଲେ ଯୋଉ କୋଉଠି କହିଲୁ ପୁରୁଣା କଟକରୁ ଆଇଲେ ତୁ ପଛପଟେ ଯେତେବେଳେ ଶୋଇଲୁ ଉଠିଲେ ଆସି କଟକର। ହଁ रुको जरा रुको 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 सबर करो। ମତେ ବଢିଆ ଲାଗୁଛି ସେ ଯୋଉ ପିନ୍ଧି ଦେଇ ଫାଷ୍ଟ ସିନ୍ ଟା ପଳଉଛି ଡ୍ରେସ ଟା ମସ୍ତ ଲାଗୁଛି।
ଏଇ ଟଙ୍କା ଜୋକର ଡ୍ରେସ ନା ବଢିଆ ଲାଗୁଛି ସେ ଡ୍ରେସ୍ ଆମର କଷ୍ଟ୍ୟୁମ ଟା ଭଲ ହେଇଛି ବଢିଆ ଲାଗୁଛି। ଆକ୍ଚୁଆଲି ଆଉ ସବୁଠୁ ଇଣ୍ଟରେଷ୍ଟିଂ ଆମ ପିଙ୍କି ପୁରା କଣ୍ଢେଇ ସବୁଠୁ ନା ସୁଇଟ୍ ଫୁଇଟ୍ ସମସ୍ତଙ୍କ ଡ୍ରେସ୍ ବଢିଆ ହେଇଛି ବଢିଆ ସମସ୍ତଙ୍କ ଡ୍ରେସ୍ ବଢିଆ ହେଇଛି। ଆଉ ଯେତେ ପିନ୍ଧିଲେ ଆମେ କଣ ହବ ଯେତେ ପିନ୍ଧିକି ଯାହା କଲା ବେଳକୁ କଣ କହିବୁ ସେ ନାହିଁ ବବୁଲ ଏଇ ଯୋଉ ଭିଡିଓ କରିଦଉଛନ୍ତି କିଛି ନାଟକ ନାହିଁ କଣ କରିବୁ ଆଜି ପାଗାର ଦେଖିବା କଣ ହଉଛି ବିଶାଲ ପରିଷ୍କାର ଚାଲ ପାଗା ଚାଲ ତୋ ଆମେ ତମେ ତ ମଙ୍ଗୁଳରେ ରହିବ ଆଉ କିଏ ହଁ ଆଚ୍ଛା ଇଏ ରସକୁ ନେଇ ଧର କେତେବେଳେ ପହଞ୍ଚିବ ସେ କାଲି ଆଜି ବା ଗୁରୁବାର ପୁନେ ତୁ ରାତିରେ କେମିତି ଯିବୁ? ରାତିରେ ବା ପିଲା ଆସିବେ ରାତିରେ ହଁ ସେ ଆସିବେ ଭୁବନେଶ୍ୱରରୁ ସୀତାକାନ୍ତ ଧରିକା ତାଙ୍କ ଟିକେଟ କଟା ହେଇଛି ଆବେ ସିଏ ତ ଭୁବନେଶ୍ୱର ଆସିବେ ତୁ କେମିତି ଆସିବୁ? କିଏ ସେ ଅମୀର ଆସିବେ ତା ସ୍ତ୍ରୀର ଏସବୁ ବୁଲିବା ପାଇଁ ଆରେ ବା ତୋତେ ନେଇକି ମାନେ ଆସିବେ ତ? ହଁ ହଁ ଠିକ ଅଛି। ସିଏ ଆସିବେ ବ୍ରହ୍ମପୁର ସେ ଯୋଉ ଡେଙ୍ଗା ଆମ ଡେଙ୍ଗା ସିଏ ଆସନ୍ତି ତାଙ୍କୁ ଚଟିଆକି ଫୋନ କରିଦେବି ଟିକେଟ କରି ଭାବିନଥିଲି କ୍ଷିତିଶ ଭାଇ ଗୋଟେ ବ୍ଲଗ ଚ୍ୟାନେଲ ଖୋଲିବେ ଆଉ ଏତେ ସମୟ ଫୋନ ଧରିବେ ଯୋଉ ପିଲା କି ଫୋନ ଧରିଲା ବେଳେ ର 24 ଘଣ୍ଟା ଗୋଟେ ଫୋନ ଧରୁଛୁ ମୋ ଆଗରେ ଫୋନ ଟା ରଖ ପରେ କଥା ହେବି ଚିନ୍ତା କଲୁ ପ୍ରଭାକର ଆଉଛି ଡେଙ୍ଗା ଯୋଉ ମୋଠୁ ଡେଙ୍ଗା ଡାଏଟ ଫ୍ୟାନ ସେ ସେଠୁ ପଳେଇ ଯାଉଛି ଦେଖିବୁ ବୋଲି ହଁ ସେ କେତେ ଡେଙ୍ଗା ଚାର ପକେଇକି ତା ହାଇଟ୍ ବଢିଆ ପିଲା ସେ ବଢିଆ ହଁ ନା ଫାଷ୍ଟ କ୍ୟାମ୍ପ ଆଜି ଫାଷ୍ଟ କ୍ୟାମ୍ପ ଯୋଉ ଗଲା ରୁମ ଟା ଆଉ ଫାଷ୍ଟ କ୍ୟାମ୍ପ ଯୋଉ ରୁମ ମିଳିଥିଲା ଯୋଉ ଲୋକ ବଢିଆ ଆମର ବହୁତ ବଢିଆ ଫାଷ୍ଟ କ୍ୟାମ୍ପ ନା ନା ପୂର୍ବ ବର୍ଷ ବି ଆମର ବହୁତ ବଢିଆ ରୁମ ମିଳିଥିଲା ସବୁ ଭଲ ମିଳିଥିଲା ନା ଭଲ ପାଉଛନ୍ତି ଏଥିରେ କଣ ଅଛି ବର୍ଷା ଲୋକ ଗୁରା ବି ବଢିଆ ଆମର କିଛି ନହେଲେ କ୍ଲବ ଘରଟା ହେଇଥିବ ଲାଟ୍ରିନ୍ ଟେ ଥିବ ରେଡି ଆମ ବ୍ୟାଚଲର ଟକାକୁ ବହୁଗା ତମେ କଣ ବ୍ୟାଚଲର ଆଉ କଣ ମୁଁ ଏବେ ବ୍ୟାଚଲର ନା ଆଜି ଗୋଟେ ଦିନ ପାଇଁ ବ୍ୟାଚଲର ଏବେ ଦିଟା ବ୍ୟାଚଲର କେତେ ଖୁସିରେ କହିଦଉଛି ବ୍ୟାଚଲର ତାପରେ କପଲ ହେଇଯିବି ଆଉ 8 ଗଡ଼ ପରେ ଗାଈ ମାନଙ୍କୁ ବାଡୁଛନ୍ତି ଜୋର ଯିବ ମାଗି ସେଠି ଆଗରେ ଫଟୋ ଉଠେଇବ ए भाई कितना गाया କାହିଁ ଏ ବିଶାଲ एंड संडाया ଏଇ ତୁ ଯୋଉ କୋଉଠି ସଞ୍ଜୟ ନଗର ହୋଟେଲ ଟା କହନି? ସଜନା ହୋଟେଲ ଏଇଟା ମହାବାଳ ଲେଖାଇଥିବ ନା ଏଟା ନୁହେଁ। ଏଇଠି ନା କୋଉଠି ହୋଟେଲ ଟା ପଛରେ କୋଉଠି भीतर गुडी हां ରୁଷିଆରେ अभ्यास भाई ରୁଷିଆରେ ଜନ୍ମେଇଥିଲି ନା ना रुसिया न ମୁଁ ଆମେରିକାର ସେ ଯୋଉ କର୍ଣ୍ଣର ରହିଥିଲି ଆମେରିକା ଯୋଉ ମଝି ସାହି ମଝି ସାହିରେ ଆମେରିକା ଟ୍ରମ୍ପ ସହିତ ତୋର ଦେଖାହେଲା ଟ୍ରମ୍ପ ଏଇଠି ଆମେ ସବୁ ମିଶିକି ଡିନର କରୁ ଟ୍ରମ୍ପ ସହିତ ମୁଁ ଡିନର କରେ ମୋଦି ସହିତ ମୁଁ ଲଞ୍ଚ ତା ଭିତରେ ଯାତ୍ରା ପାଟି ଗୋଟେ ରେଡି ହେଇଛି ତା ଭିତରେ ରାତିରେ ଶୋଇ ଉଠିକି ଯାତ୍ରା ପାଟି ଆସେ କିଛି କରିପାରିବୁନି ରେ ବାପା ଡ୍ରମ୍ ଫ୍ରମ୍ ମୁଁ ତାକୁ କହେ ସବୁବେଳେ ତୁ ହସ ଖୁସି ବାଟରେ ଆସୁ ଆସୁ ବବଲା ମିଳିଗଲା ପଡୋଶୀ ଘର ପୁଅ ବୁଲେଇକି ଦେଖା ପଡୋଶୀ ଘର ପୁଅ ପଡୋଶୀ ଘର ଆସିଥିଲେ ଜଳଖିଆ ଖାଇବା ପାଇଁ କୋଉଠିକି ଆମେ ସବୁବେଳେ ଯାତ୍ରା ସାରିକି ଯୋଉଠି ଜଳଖିଆ ଖାଉ କାଳିଆ ଭାଇ ଜାମଝାଡି ଆଉ ଭଦ୍ରକ ଭିତରେ ସବୁଠୁ ବେଷ୍ଟ ଟିଫିନ୍ ସେଣ୍ଟର ଜାମଝାଡିରେ ଖାଆନ୍ତି କିନ୍ତୁ ବେଷ୍ଟ ଖାଇବା ଆମ ମତରେ କାଳିଆ ଭାଇ କାଳିଆ ଭାଇଙ୍କ ଟିଫିନ୍ ସେଣ୍ଟର ରୁଟି କତରୁ ଆରମ୍ଭ କରି ପରଟା ଚକୁଳି ଜାଗା ବି ଯିଏ ଦେଖେଇଥିଲେ ସେ ଖାଇବେ ହଁ ସେ ଭାଇ ଆମର ନାଁ ବି କାଳିଆ ଚରମ୍ପା ପଳେଇଛି ତୁ କଣ ଆକୁ ଖାଇବୁ ତୁ ଫରେନ୍ ଖାଦ୍ୟ ଖାଇବା ଲୋକ ଯୋଉ ପବନ ଉଡେଇଲା ପବନ ତୁ ଚିନ୍ତା କରିପାରିବୁ ରୁଷିଆ ଯାଏ ଖାଇବା ପାଇଁ ଗାଡି ପୁରା ଥିଲା ଟ୍ରକ୍ ପଛପଟୁ ହଁ ଆମେ ଦେଖିଛୁ ସେ ଆଡିଆ ତୋର ଅଛି ମୁଁ ଦେଖିଦେଇକି କୁଲି ଫାଟ ଆଡିଆ କୁଲୁ କହିଲା ତାପରେ ଆକୁ କହିଲି ତତେ ଭାଇ କହିଲି ଓକେ ଓକେ କାଲା ପଡିଗଲା କାଲା ବ୍ଲାକି ଗାଡିରେ ଅଛି ବ୍ଲାକି ମୋ ବ୍ଲାକି ଟିକେ କଣ କରିଛି ଟିକେ ବ୍ଲାକି ବ୍ଲାକି ତମେ ଖାଇବନି ଟିଫିନ ଖାଇବନି ପଡୋଶୀ ଘର ବନ୍ଧୁ ଆସିଥିଲେ ଜଳଖିଆ ଖାଇବା ପାଇଁ କିନ୍ତୁ ତାଙ୍କର ଆଜି ଗୁରୁବାର ଭଏସ ପଡି ଯାଇଛି ଚାଲିଛି 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 ଆଉ ବ୍ଲାକି ଧୋବିଲି କୁତି କହିଲେ ମାରିବେ ସେ ଭାଇ ତାର ଏତେ ବଡ ଭଲ ପାଇବା ତାଙ୍କ ଗୋଟେ ପ୍ରଶଂସକ ଚିନ୍ତା କଲେ ତାକୁ କୁତି କଥା ମାରିବି ଭାଇ ଭୁଲ ହେଇଯାଇଛି ରାଜେନ୍ଦ୍ର ଭାଇ ମୋର ଭୁଲ ହେଇଯାଇଛି ଭାଇ ଆଉ ଦିନେ ତାକୁ ମୁଁ କୁତି କହିବିନି ଆଜି ଶେଷ ଥର ପାଇଁ କୁତି 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 ଆଉ କହିବିନି ମୋର ଭୁଲ ହେଇଯାଇଛି ଭଲ ହେଇଛି କଣ ଯୋଉ ଫ୍ଲାଇଟରେ ଆଇଲି ଯେତେବେଳେ ପ୍ରଥମେ ବସିଲି ଯଦି ଗୋ ହେଇକି ଉପରକୁ ଉଠିଲା
ମୁଁ ଖାଲି ଚାରିକରକୁ ଅନଉଥାଏ ମତେ କାନ ତାବଦା ହେଇଯିବ। ପୁରା କାଠ ମୋ ଛାତି ନାଇଁ, କାଳେ ତମେ ଲାଗିବ। ନୂଆ ଯାଇଛ ନା ସେୟା ଲାଗିବ, କାରଣ ମତେ ଏଗୁରା କହିଲେ ମତେ ଏଗୁରା ଲାଗିବନି, କାହିଁକି କହିଲ ମୋର ଜନ୍ମ ଫ୍ଲାଇଟ ରେ ହଁ ଭାଇ। ମତେ ଫ୍ଲାଇଟ ରେ ଜନ୍ମ ହେଇଛି। ହଁ, ମାନେ ଉତ୍ତର କୋରିଆରୁ ବାବା ଫେରୁଥିଲେ, ହଠାତ୍ ମମିଙ୍କର ପେନ୍ ଆରମ୍ଭ ହେଲା। ଭଲ। ପବନ ଦେଖିଛନ୍ତି ଏ ପବନ ମାନେ ଇମାଜିନ ଭାର ଚିନ୍ତା କରିପାରିବେ ବାପା ଏବେ ସେ ଯୋଉ ପଟିଆରେ 20 ଏକର ଜାଗା ଯାଇଁଲ ଭାଇ, ହଁ ସେଇଟା ଅନାଥ ଆଶ୍ରମ, ଆଉ ସେଠି ଗୋଟେ ବୃଦ୍ଧା ଆଶ୍ରମ, ହଁ ଆଉ ଗୋଟେ ଯୋଉ କଣ ଗୋରୁ ମାନଙ୍କ ପାଇଁ ଯୋଉ କରୁନାହାନ୍ତି କଣ ଗୋଶାଳା। ଗୋସଳା, ସେଗୁରା କିଛି କରିବେନି ବୋଲି ଭାବୁଛି। କାଇଁ ତୁ ଅମ୍ବାନୀ ପୁଅ ଭଳିଆ ଭନ୍ତରା କରିଦଉନୁ। ନାଇଁ, ସେଗୁରା କଣ କିଛି କରିବା ଦରକାର ନାହିଁ, ଜାଗା ଥାଉ। 340 ବେଗରେ ପବନ ବହିଲା ଏ କଥାରୁ। ଆଉ ତୁ ଖାଇବାକୁ ଟିଫିନ କୋଉଠି ଦଉଛୁ? ଟିଫିନ ଏଠିକି ଭାଇ, କୋଉଠି? ମାନସ ଦହିବରା ଓଡିଶାରେ ଖାଉଛୁ? ଓଡିଶାରେ। ଟିଫିନ ଟା ଓଡିଶାରେ କରୁ, କାହିଁକି କହିଲ ଭାଇ ଉଠିକି ଆଉ ଇଏ କରିବାକୁ ଯାଏନି। ଆଉ କେତେ ବାଟ ଭୋକ ଡିନର? ସମ୍ଭାଳିବ? ହଁ, ଡିନର ଏଠିକି ଆମର ଯୋଉ କଣ କହିଲ ସେଟା ୱେଷ୍ଟ ବେଙ୍ଗଲ। ଯାହା ହଉ। ଲଞ୍ଚ? ଲଞ୍ଚ ଟା ଆମର ସୂର୍ଯ୍ୟବଂଶୀ। ନା ମ ଭାଇ, ସେଟା ଭୁଲି ଯାଉଛି ସେ ଜାଗାଟା ନା, ବଢିଆ ହୋଟେଲ ଟା ମ। ମତେ ଲାଗୁଛି ତୁ ଖାଇତେ ଯାଉନୁ କୁଆଡେ ଯାଉନୁ, ମତେ ଲାଗୁଛି ତୁ ତୀର୍ଥ କରତେ ଯାଉଛୁ। ଚାରିଧାମ। ଟୋଟାଲ ମୋବାଇଲରେ ମ୍ୟାପ ଖୋଲିକି ଯୋଉଠି ହାତ ଥଉଛି ସେଇଠି ସେ ଲଞ୍ଚ ହଁ କରିବି। ଭାଇ, ସେଇ ମୁଁ କଣ ହେଲା କି ଭାଇ, ମୁଁ ଜନ୍ମ ହେଲା ପରେ ଯୋଉଠି ହାତ ପଡିଗଲା ଗୋଟେ ମ୍ୟାପ ଉପରେ, ବାପା ସେ ଜାଗା କିଣିଦେଲେ। ପବନର ପବନ ଅଛି ଭାଇ। ତାପରେ କହିବୁ ଆଇଦର ତୁ ଗାଡିରୁ ଓହ୍ଲେଇ ଯିବୁ ନହେଲେ ମୁଁ ବାଧ୍ୟ ହେଇ ନା ନା ଓହ୍ଲେଇ ନା, ଯିବି। ବସ ଭାଇ, ମୁଁ କହିବିନି ହାତ ଭିଡିକ କିଛି କହିବିନି। ଏ ଆସିଗଲା ଆମ ନାଇକ ବିଲ୍ଡର୍ସ। କଣ ଆଇ ବୁଲି ସଫା ହେଇଗଲେଣି? ନା ବାହାନ ହେଇଛି। ଲଗା ହେଇନାହାନ୍ତି କଣ? ବାହାନା। ମାନିବାକୁ ପଡିବ ବିଶାଲ, ତୁ ଏମିତି ଜାଗା ବା କହିବୁ। ଗୁଗୁଲ ଗୁଗୁଲ ତା ବାପ, ଗୁଗୁଲ ବାପରେ ଆମ ନାୟକ ବିଲ୍ଡର୍ସ। ଚୁଗୁଲ। ଆଚ୍ଛା ଆଜି ସୁଦ୍ଧା କୋଉ କୋଉ ପାର୍ଟି ସବୁ ବାହାରି ଗଲେଣି? ପାର୍ଟି ସୂର୍ଯ୍ୟ ମନ୍ଦିର କାଲି ବାହାରିଲା, ରଙ୍ଗମହଲ ବାହାରି ଯାଇଛି, କୋଣାର୍କ ବାହାରି ଯାଇଛି, ଆଉ ଏତିକି ତ। ତୋର ସମେତ ପୁରା ଜୋସରେ ଅଛନ୍ତି, ଘାଣ୍ଟିବେ। ସବୁ ଭଲ ହବା ଦରକାର। ଭଲ ହବା ଦରକାର। ହଁ, ନାଟକ ଭଲ ହେଲେ ଗୋଟେ ଦିଲ୍ ବଢିବ। ସମସ୍ତେ ସମସ୍ତଙ୍କ ନାଟକ ଭାଇ ଏ ଯୋଉ କାଲି ଭାଇ ଦଉନୁ ଟିକେ ଦଉନୁ ତୁ ନିଜେ। ଭାଇ ଯୋଉ କହୁଛନ୍ତି ଶୁଣୁ, ଗୋଟେ କଥା ଆମେ କଥା ହବା। ଏ ଯୋଉ କହୁଛନ୍ତି ଇଏ ଆସିଗଲା ସିଏ ଆସିଗଲା, ଯେତେ ନୂଆ ଆସିବ ସେତେ ଭଲ କି ନାହିଁ? ନିହାତି। ନୂଆ ଆସିଲା ଗୋଟେ ଜିଲ୍ ଆସୁଛି। 12 ବର୍ଷ ତଳେ ମୁଁ ବି ନୂଆ ଥିଲି। ହଁ 4-5 ବର୍ଷ ତଳେ ତୁ ବି ନୂଆ ଥିଲୁ। ନା ଭାଇ ଗୋଟେ କଥା ଶୁଣୁ, ଆମେ କଣ ଗୋଟିଏ ପିଲା ଗୋଟେ ପାଟିରେ ବିଲାନ କରିବ? ହଁ ସାଉଥ ଇଣ୍ଡିଆନ ପୁଣି ଗୋଟେ ଗୋଟେ ହିରୋ ସୁପରଷ୍ଟାର ନା ନାହିଁ? ସେ ତ ସବୁ ମିଶିକି ଗୋଟେ ଜାଗାରେ କରନ୍ତି। ସମସ୍ତେ କହିବେ ଆମର 20ଟା ପାର୍ଟି, ମାନେ ଏ କ୍ଲାସ 20-25ଟା ପାର୍ଟି ଅଛି। ସବୁ ଭଲ ନାଟକ ଭଲ ହବା ଦରକାର। ନାଟକ ଭଲ ହେଲେ କମ୍ପିଟିସନ ବଢିବ। ହଁ ପାଖରେ 5ଟା ପାର୍ଟି ପଡିଲେ ସମସ୍ତଙ୍କ ନାଟକ ଭଲ ହବା ଦରକାର, କାହିଁକି ନା ସମସ୍ତେ ଖଟିବା ଉଦ୍ଦେଶ୍ୟରେ ହିଁ ଖଟିବେ ଆଉ ଜୋସ୍ ବଢିଯିବ। ଏଇ ଲାଗି ତ ଆମର ନାଟକ ଯୋଉ 2 ଦିନ ହେଲା ଆମର ଏଇଟା ଜନ୍ମ ହେଇଛି ହଁ ପ୍ରଥମ। ତାପରେ ଭାଇ ସମସ୍ତେ ଆମର ଅସୁବିଧା କଣ ହେଲା ନା ଆମର 10 ଦିନ ରହିଲା ଛୁଟି। ଛୁଟିରୁ ଆସିକି ଏଠି ପହଞ୍ଚିବା ପରେ ଏଠିକାର ଯୋଉ ପରିବେଶ, କାଦୁଅ ପାଣି, ତା ଭିତରେ ଫାର୍ଷ୍ଟ ନାଇଟ୍ ନାଟକ ଓପନିଂ, ସେଇଥିପାଇଁ ଟିକେ ଖାପଛାଡା ଥିଲା, କିନ୍ତୁ ତଥାପି ଦର୍ଶକ କରିବି ବହୁତ ଭଲ ଥିଲା। ବହୁତ ଭଲ। ମୁଁ ତ ଯାହା ଘରେ ଥିଲି ସେ ଭାଇ ତ କହିଲେ ତାଙ୍କର ବହୁତ ପସନ୍ଦ ହେଇଛି ବୋଉ ଲୋକ। ହଁ ବହୁତ ଭଲ କହିଲେ, ସେ ଆମ ସେ ପାଖରେ କାଲି ଫଟୋ ଉଠେଇବା ଆସିଥିଲେ, ସେ ବହୁତ ବଢିଆ କହିଲେ, ବହୁତ ସିନିୟର ଲୋକ, ବହୁତ ଲାଗିଲା ନାଟକ ମାନେ। ଆଜି କିନ୍ତୁ କାଲି ଯୋଉ ଟିକେ ବର୍ଷା ହେଇଗଲା ଅତ୍ୟଧିକ, ଆଜି ଏଡା ରିମୋଟ ଟା ବଢିଆ ହେଇଛି। ଏଇଟା ଆଉ ବହୁ ଲୋକ ତଫାତ ଏଇଆ, ଏଇଟା ୟଙ୍ଗ ମାସ୍। ନା ବୋଉ ଲୋକ ଏଇଟା 3 ଦିନିଆ କ୍ୟାମ୍ପ। ପ୍ରଥମ ରାତି ମଞ୍ଚସ୍ଥ ହେଲା, ଯଦି ଦ୍ୱିତୀୟ ରାତି ସେଟା ରିପିଟ୍ ହେଇଯାଇଥାନ୍ତା ରେଡି ସେଟା ରେଡି ହେଇଯାଇଥାନ୍ତା। ଏଇଟା ବି ଫାର୍ଷ୍ଟ ନାଇଟ୍ ଆମେ ଯାହା ଭୁଲଚୁଲ ହେଲା, ଗଲା କାଲି ତା ଅପେକ୍ଷା ଭଲ ହେଲା ନା। ହଉ ଆମର ନେକ୍ସଟ କାମ 4-5ଟା 4-5 ଦିନ ଅଛି। ଆଜି ପୁରା ଏଡା ଆମର ଯାହା ଭୁଲଚୁଲ ଅଛି ଆମକୁ କ୍ଷମା କରିଦିଅନ୍ତୁ, ଆମକୁ ବାସ୍ 3-4ଟା କ୍ୟାମ୍ପ ସମୟ ଦିଅନ୍ତୁ, ବାସ୍ ତାପରେ ଖେଳ କାହିଁକି ନା ନାଟକ ମାଝି ହବା ପାଇଁ ଟାଇମ ଲାଗେ। ନାଟକ ବହୁତ ବଢିଆ ହେଇଛି। ହଁ ନାଟକ ଯାହା ଚାହୁଁଛନ୍ତି ଦର୍ଶକ ମାନେ, ଯୋଉ କାନ୍ଦିବା ଇମୋସନ ମାନେ ସବୁ ଅଛି, ମସଲା ସବୁ ଅଛି। ଏ ହେ ଭାଇ, ସମସ୍ତଙ୍କୁ ଦେଖା, ସମସ୍ତଙ୍କୁ କ୍ୟାମେରା ବୁଲାଅ, କ୍ୟାମେରା ବୁଲାଅ। ଏଇ ପେଟ୍ରୋଲ ପମ୍ପ ତମରି ନା ନା, ଏଇଟା ସେ ଗଭର୍ଣ୍ଣମେଣ୍ଟ। ଗାଡି ରଖ ମୁଁ ଓହ୍ଲେଇ ଯାଉଛି। ନାଇଁ 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 ଭାଇ ଭାଇ ତମେ ଆଉ ଆସନ୍ତୁ ଆଜି ଯୋଉ ମାନେ ଦର୍ଶକ ଦେଖିବେ ବାଗା ଆସନ୍ତୁ, ଯେହେତୁ କଟକରେ ନାଟକ ପାଖାପାଖି କହିଲା ବେଳେ ଗୋଟେ ଭଲ ଲାଗେ, ଏଇଥିପାଇଁ ଚାରିଆଡୁ ଦର୍ଶକ ଆସିବେ। ଆଉ ବାଗା ଗୋଟେ ଏମିତି ଜାଗା, ସେଠି ଗୋଟେ ଅଲଗା ମଜା ଲାଗେ, ସେ ଗୋଟେ
ସେ ଯୋଉ ଜଟିଆ ଭାଇ ଅଛନ୍ତି ତାଙ୍କ ଯୋଉ ସେ ୱେଲକମ୍ କରି ବଇଛନ୍ତି। ସେ ଗୋଟେ ଅଲଗା ପ୍ରକାର କମେଡି ମତେ ବହୁତ ଲାଗେ ସବୁ ଦେଖିଲା କମେଡି ଜଟିଆ ଭାଇ ତମେ ନାହ କିନ୍ତୁ ତମ ନାଁରେ ଆଲୋଚନା ଚାଲିଛି। ଜଟିଆ ଭାଇ ନାଁଟା ଏଥିପାଇଁ କଲି ଟିକେଟ ଟା ଟିକେ ଆଗରେ ଦେବେ ଆପଣ ସମସ୍ତେ ଅତିଥି ଆସିବେ ଆଉ ବହୁତ ବଢିଆ ଲାଗେ ଏଠି ଯାତ୍ରା କରିବା ପାଇଁ ପାଗା ତାପରେ ପୁଣି ଆଠଗଡ ତୁଳସୀରେ କରିଥିଲେ ସେ ଯୋଉ ସେଇ ଜାଗା? ହଁ ପୁଣି ଯାଇଛନ୍ତି ଆଉ ବହୁତ ଦିନ ପରେ ସେ ଯୋଉ ଭାଇ ନା ଦାଦା ଯୋଉ ଚେନ୍ ପକେଇ ବୁଲନ୍ତି ମୋଟା ଚେନ୍ ସେଇ ଭାଇ ନେଇଛନ୍ତି ଆଠଗଡରେ କୋଉଠି ପଡିବ? ଆମର ଯୋଉ ତୁଳସୀ ପଡିଥିଲା ସେ ବନ୍ଧ ଉପରକୁ କଳା ହେଇକି ଯୋଉ ଚେନ୍ ପକେଇ ଦାଦା ଆସନ୍ତିନି ବୁଝିଲା ତ କୋଉ ଜାଗା କୋଉ ମାର୍କେଟ ପୁରା ବଜାର ମାର୍କେଟ ଉପରେ ହଁ ବା କଲେଜ ପଡିଆ ହଁ ଗଦା ସେଇ ଆମେ କଣ ଗତ ବର୍ଷ ସେଇଠି କରିଥିଲେ ସିଂହ ନା ଭାଇ? ଆମେ ତୁଳସୀରେ ତୁଳସୀରେ କରିଥିଲେ। କରିଥିଲେ। ଗଦା ସାହି ଭିତରେ ପ୍ରଥମ ବର୍ଷ ରହିଲେ ଗଦା ସାହି ହଁ କଲେକ୍ଟର ପଡିବ। ସେଠି କରିଥିଲେ ଆଉ କରିବା କୋଉଠି କରୁ ଭାଇ ତାପରେ ଯିବା ଯୋଉ ବଳରାମ ପ୍ରସାଦ ସବୁ ହବ ଯେ ଟିକେ ବର୍ଷା ଟା ନ ହଉ। ନା ବର୍ଷା ବର୍ଷା ହବନି। ନା ନା ଆଗରୁ କଣ ହବନି ଏଇ ବା ଉଠେଇଲାଣି ହବନି। ନା ଗୋଟେ ବଡ କଥା ଭାଇ କଣ କରିବୁ ବନ୍ୟା ଟିକେ ଆଶ୍ୱସ୍ତି ହୁଏ ହଁ ସବୁଠୁ ଡର ହଉଛି ଯୋଉ ଜନ୍ତୁ ଜନ୍ତା କୁମ୍ଭୀର ସବୁ ପଶି ଯାଉଛନ୍ତି ସେଇଟା ହଉଛି ବେଶୀ ଟେନସନ। ଆସାମର କଣ ହେଇଛି ପରିସ୍ଥିତି ହଉଛି ମୋର ଭାଇ ଆମର ଅଭ୍ୟାସ ଅଛି କାଇଁ କହିଲ ଆମେ ସିଟ୍ ରେ ରହିଲୁ ଏଇ ଗାଡି ରଖ ମୁଁ ଓହ୍ଲେଇଛି। ନା ନା ଭାଇ ବସ୍ତା ବସ୍ତା ସମସ୍ତେ ପବନ, ସୁସ୍ଥ ପବନ। ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ପାଣି ଛାଡିବା ପରେ ଭାଇ ହୁଏତ- ବିଶାଲକୁ ଗୋଟେ କ୍ୟାରେକ୍ଟର ଦିଆଯିବ ଭବିଷ୍ୟତରେ ମାନେ କଣ କହିଲୁ ସେ ଯାହା କହୁଥିବ ସବୁ ଉଡେଇକି ସିଏ ହଁ ଏମିତି ଗୋଟେ ଚରିତ୍ର ଆସିବ ତାର ତାପରେ ଟୋଟାଲ ଉଡେଇକି ଟେଣ୍ଟ ଉପରୁ ଫୋପାଡି ଦିଆଯିବ। ନା ଟୋଟାଲ ଆସିବ ମାନେ ଯାହା କଥା କହୁଥିବ ସବୁ ଉଡେଇକି କହୁଥିବ ତା କଥା ସବୁ ମିଛ ଭାବୁଥିବ ମାନେ ଏମିତି ଜାଗାରେ ସତ କହିବ ପୁରା ନାଟକ ଖେଳାଇଦବ ସେ ଆଗେ ଯେତିକି ପଡିଛି ସେତିକି ନା ଭଲସେ ସେ କରିବ ହାତିଛି ଟଙ୍କା ହାତିଛି ବସି ଦଉଛି ଆଉ ଭରସା ରଖନ୍ତୁ ଯାତ୍ରାରାଣୀ ସିଂହ ବାହିନୀର ନାଟକ ଦେଖନ୍ତୁ। ଆମେ ଆଶା କରୁଛୁ ପ୍ରତ୍ୟେକଟି ନାଟକ ଆପଣଙ୍କୁ ନିହାତି ଭରପୁର ମନୋରଞ୍ଜନ ଦେବ। ନିଶ୍ଚୟ ଯୋଉମାନେ ଯାତ୍ରାକୁ ଭଲ ପାଆନ୍ତି ଯୋଉ ବୁଦ୍ଧିଜୀବୀ ମାନେ ଅଛନ୍ତି ନାଟକ ଭଲ ପାଆନ୍ତି ସେ ଆସି ଥରେ ଦିଟା ନାଟକକୁ ଆମେ ଦେଖନ୍ତୁ ବଜରଙ୍ଗୀ ତ ଆଥର ଦେଖିଥିଲେ ଆଉ ସବୁଠୁ ବଡ କଥା ହଉଛି ସମସ୍ତଙ୍କ ଚରିତ୍ର ଅଲ୍ଟରନେଟ ଦେଖିବେ। ଆପଣ ଭାବିଥିବେ ଯେ ବୋଉ ଲୋ ବୋଉରେ ଏଇଆ ହେବ କିନ୍ତୁ ତାର ଷ୍ଟୋରି ଆପଣଙ୍କୁ ସେଇଠି ଆପଣ ଜାଣିବେ ଯେ ପ୍ରତ୍ୟେକ କ୍ୟାରେକ୍ଟର ଆପଣ ଯାହା ଭାବିଥିବେ ସେ ଅଲଗା କାମ କରେ। ବହୁତ ବହୁତ ବଢିଆ ହେଇଛି ଦିଟା ନାଟକ ପ୍ରଥମ ଆଖଡାରୁ ବି ଆମେ ନିଜେ ଯେତେବେଳେ ପ୍ରଥମେ ଇଏ କଲେ କଣ ହବ ତାପରେ ବିଜେମ ହେଇଗଲା ଯେତେବେଳେ ଫାଇନାଲ ବିଜେମ ହେଲା ଲାଗିଲା ନା ଏଥର ଆମେ ଘାଣ୍ଟିବା ଆମେ କହିଲେ କହେ ଏଇ ନିଜ ପ୍ରଶଂସା କରୁଛନ୍ତି ବାକି ନିଜେ ଦେଖନ୍ତୁ ଜାଣିପାରିବେ ତାପରେ ରିଭ୍ୟୁ ଦେବେ ବଢିଆ ହବ ଫାଷ୍ଟ ଟାଇମ ପାଇଁ ମାନେ ମୁଁ ଫୁଲ ପ୍ୟାଣ୍ଟ ସାର୍ଟ ପିନ୍ଧି ନାଟକ କରୁଛି ମୋର ବ୍ୟାନର ଛୁଆ ହେଇକି ରୁହେ। ମୋ ଛାତି କୁଣ୍ଡେ ମଟ ଆର ବର୍ଷ ଗୋଟେ ନାଟକ ହବ ଚଢି ପିନ୍ଧିବୁ। ଫାଇନାଲ ହେଇଯିବ ଆଉ ରେଡି ଜୟ ଜଗନ୍ନାଥ ଏମିତି ଦେଖୁଥାନ୍ତୁ ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ ଆଉ ତିଆରି କରିବା କଣ୍ଟେନର ଡମ୍ପର ଡୋଜର ଏ ହେ ସମୟ ହେଇଗଲା ଆଖି ବୁଝିବାର ପ୍ରସ୍ତାବ ଚାଲିଛି ଚାଲିଛି ଆଉ ଚାଲିଛି ଷ୍ଟାର୍ଟ ହେଲା